ପଖାଳକୁ ଯେଉଁମାନେ ଚିହ୍ନି ନାହାନ୍ତି ଜାଣି ନାହାନ୍ତି, ଯେଉଁମାନେ କୁହନ୍ତି ପାଣି ଭାତ, ସେ କେଉଁଠୁ ବୁଝିବେ ଏ ମଜା, ଏ ପଖାଳର ମଜା, ଏ ତୋରାଣି ପିଇବାର ମଜା। ଜଗନ୍ନାଥଙ୍କ ମନ୍ଦିରରେ ବି ପ୍ରସାଦ ଆମକୁ ମିଳେ ଟଙ୍କ ତୋରାଣି। ତ ସିଏ ଯେଉଁଠି ମହାପ୍ରଭୁ ହେଇକି ୟାକୁ ବି ସେବନ କରନ୍ତି, ତ ଆମେମାନେ ସାଧାରଣ ମଣିଷ ମାତ୍ର। ତ ଆମ ପାଇଁ ଏଇଟା ବହୁତ କିଛି, ଗୋଟେ ଗରିବର ପେଟ ପୁରେ କେବଳ ଏଇ ପଖାଳରେ, ବାସି ପଖାଳ ଖାଇ ଗୋଟେ ଚାଷୀ ବିଲକୁ ଯାଏ କାମ କରିବା ପାଇଁ, ସବୁ କିଛି ସବୁଆଡ଼େ ଏଇ ପଖାଳର ହିଁ ମୂଲ୍ୟ ଅଛି। ଯେଉଁମାନେ ଜାଣିନାହାନ୍ତି ଶୁଣି ନାହାନ୍ତି ସେମାନଙ୍କ ପାଇଁ ତ ହୁଏତ ଏଇଟା ଗୋଟେ କ'ଣ ହେଇଥିବ ବି ମୁଁ କହିପାରିବିନି ସେମାନଙ୍କ ଭାବନାରେ, କିନ୍ତୁ ମୋ ପାଇଁ ଏଇଟା ବହୁତ କିଛି। ଆଉ ମୋ ସହିତ ବସି ଖାଉଥିବା ଛୁଆମାନଙ୍କ ପାଇଁ ଏ ହେଉଛି ଆମର ଜୀବନ, ଆମକୁ ଗୋଟେ କନେକ୍ଟ କରି ରଖିଥିବାର ଗୋଟେ ମାଧ୍ୟମ। ଆମେ ପ୍ରତିଦିନ ସାଙ୍ଗ ହେଇ ଖାଉ, ଏମିତିକି କେଉଁ ଦିନ ନାହିଁ ଯେଉଁଦିନ ଆମେ ସାଙ୍ଗ ହେଇ ଖାଇନୁ। ହଁ, ମଝିରେ କେତେବେଳେ କେମିତି କେଉଁ ଅସୁବିଧା ପାଇଁ ଆମେମାନେ ଖାଇପାରୁନା, କିନ୍ତୁ ଆମର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ପଖାଳ ନ ଖାଇଲେ ଆମ ଦିନଟି ଆରମ୍ଭ ହୁଏନି। ଆଉ ପଖାଳ ଖାଇସାରିଲା ପରେ ଯେଉଁ ଆନନ୍ଦ ଅଲଗା କେଉଁଠି ମିଳେନି। ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ।